ଯେକୌଣସି ନିଯୁକ୍ତି ଦେଖିବେ ସେଥିରେ ନିରପେକ୍ଷତା ନଥିଲା, ସ୍ୱଚ୍ଛତା ନଥିଲା, ସାଧୁତା ନଥିଲା। ଯେଉଁମାନେ ଏ ପ୍ରକ୍ରିୟାରେ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ଥିଲେ, ଯେଉଁମାନେ ବି ହୁଅନ୍ତୁ, ସେମାନେ କିଭଳି ଭାବରେ ନିଜର ଲୋକମାନଙ୍କୁ ଏବଂ ସେଥିରେ କିଭଳି ଭାବରେ ପାତରଅନ୍ତର କରାଯାଉଥିଲା ବିଗତ ଦିନ ମାନଙ୍କରେ ଖବରକାଗଜରେ ଏବଂ ଆପଣଙ୍କର ଗଣମାଧ୍ୟମରେ ଆପଣମାନେ ଜାଣିପାରିଛନ୍ତି। ଏ କଥା ମଧ୍ୟ ମୁଁ ନିଶ୍ଚିତ ଭାବରେ ଗତ କିଛି ଦିନ ପୂର୍ବରୁ ବିଧାନସଭାରେ ଉପସ୍ଥାପନା କରିଥିଲି। ସେଥିରେ ଆପଣଙ୍କର ଜେଇ ଏଣ୍ଟ୍ରାନ୍ସ ହଉ କିମ୍ବା ଏଏସ୍ଓ ଏଣ୍ଟ୍ରାନ୍ସ ହଉ କିମ୍ବା ଅନ୍ୟ ଯେକୌଣସି ଇଣ୍ଟରଭ୍ୟୁ ହେଉଥିଲା ସେଥିରେ ସ୍ୱଚ୍ଛତା ନଥିବା ଏବଂ ତାହା ଆମର ଯେଉଁମାନେ ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଭରସା ତୁଟି ଯାଉଥିଲା ସରକାର ଉପରେ, ଭରସା ତୁଟି ଯାଉଥିଲା ଭଗବାନଙ୍କ ଉପରେ। ପ୍ରଭୁ ମୁଁ କି ଦୋଷ କଲି, ପାଠ ପଢିଲି, ଗରିବ ଛାତ୍ରଟିଏ ଛାତ୍ରୀଟିଏ, ଆଉ ମୋର ଯୋଗ୍ୟତା ଥିବା ସତ୍ତ୍ୱେ ମୁଁ ଚାକିରିଟିଏ ପାଇପାରୁନାହିଁ। ଜଣେ ମୋ ସହିତ ପାଠ ପଢୁଥିବା, ପଛ ଧାଡିରେ ବସୁଥିବା, ସବୁଠାରୁ ପଛ ଲାଇନରେ ଥିବା ଛାତ୍ରଟିଏ ଚାକିରି ପାଇଯାଉଛି, ମୁଁ ପ୍ରଥମ ହୋଇ ମଧ୍ୟ ଆଜି ଚାକିରି ପାଇବା ପାଇଁ ଅଯୋଗ୍ୟ। ଏ ପ୍ରକାରର ମନ ଯେଭଳି ଭାବରେ ଦୁଃଖ ଆଉ କଷ୍ଟ ଥିଲା, ଏ କଥା ମୁଁ ନିଜେ ମଧ୍ୟ ଯେତେବେଳେ ପାଠ ପଢି ସାରିଲା ପରେ ଚାକିରି ଖୋଜୁଥିଲି, ଏଇ ମୋ ସମୟରେ ମୁଁ ମଧ୍ୟ ବହୁତ ସମୟରେ ଭାବିଛି, ଦେଖିଛି ପରିସ୍ଥିତି କଣ ହୁଏ ଏବଂ କିଭଳି ଭାବରେ ସାମ୍ନା କରିବା ପାଇଁ ପଡେ ଚାକିରିଟିଏ ଖୋଜିବା ପାଇଁ। ଆଉ ଆପଣମାନେ ବି କେତେ କଷ୍ଟ ନ କରିଥିବେ, କେତେ ସଂଘର୍ଷ କରିନଥିବେ, କେତେ ପରିଶ୍ରମ କରିନଥିବେ, କେତେ ଅର୍ଥ ବ୍ୟୟ କରିନଥିବେ। କିନ୍ତୁ ଯଦି ନିରପେକ୍ଷତା ନ ରୁହେ ନିଯୁକ୍ତି ପ୍ରକ୍ରିୟାରେ, ଯଦି ସ୍ୱଚ୍ଛତା ନ ରହିବ, ସାଧୁତା ନ ରହିବ, ତାହେଲେ ଭରସା ତୁଟିଯାଏ ସରକାରଙ୍କ ଉପରେ ମଧ୍ୟ ଏବଂ ବେଳେବେଳେ ଭଗବାନଙ୍କ ଉପରେ ମଧ୍ୟ। କିନ୍ତୁ ଭଗବାନ ଅଛନ୍ତି, ଆଜି ଆପଣମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆଗେଇ ଆସିଛନ୍ତି। ଆଉ ଆଜି ଆପଣମାନେ ମଧ୍ୟ ତାହାର ପ୍ରମାଣ ପାଇଛନ୍ତି ଏବଂ ଆଜି ଆପଣମାନେ ନିରପେକ୍ଷ ଭାବରେ ନିଯୁକ୍ତି ମଧ୍ୟ ପାଇପାରିଛନ୍ତି। ଆଉ ସେଥିପାଇଁ ଆମ ସରକାର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା ଅନୁଚିତ ସାଧନ ନିବାରଣ ବିଧେୟକ ଏକ ବିଲ୍ ଆଣିଲେ ଆଇନରେ ପହଞ୍ଚ କରିବା ପାଇଁ ଏ 2000 ମସିହା ପାଇଁ, ଅର୍ଥାତ୍ ଓଡ଼ିଶା ପବ୍ଲିକ ଏକ୍ଜାମିନେସନ ପ୍ରିଭେନ୍ସନ ଅଫ୍ ଅନଫେୟାର ମିନ୍ସ ବିଲ୍ 2024 ବିଧାନସଭାରେ ଏହାକୁ ଅଣାଯାଇଥିଲା। ଏବଂ ସ୍ୱତନ୍ତ୍ର ଭାବରେ ମୁଁ ନିଜେ ଚିନ୍ତା କଲି, ଯଦି ଏଭଳି ଭାବରେ ସାଧୁତା ସ୍ୱଚ୍ଛତା ସହିତ ଯଦି ଆମେ ଏକ ନିଯୁକ୍ତି ପ୍ରକ୍ରିୟା ନ କରିବା, ତାକୁ ଆଇନରେ ଆଣିକରି ଯଦି କାର୍ଯ୍ୟକାରୀ ନ କରିପାରିବା, ତାହେଲେ ଦୋଷୀ ଦଣ୍ଡ ପାଇପାରିବ ନାହିଁ କିମ୍ବା ଆଗାମୀ ଦିନରେ ଆମ ପିଲାମାନଙ୍କର ଭବିଷ୍ୟତ ଆଉ ଠିକ ରାସ୍ତାରେ ଯାଇପାରିବନି, ଅନ୍ଧକାର ଆଡକୁ ଚାଲିଯିବ। ଆଉ ତାକୁ ଲକ୍ଷ୍ୟ କରିକରି ଆଜି ବିଲ୍ ଆସିଲା ଏବଂ ତାକୁ ମଧ୍ୟ ଆଜି ଆଇନରେ ପରିଣତ ହେଇଗଲା। ଏଣିକି ଆଇନ ଆସିଲା, ଯେଉଁମାନେ ଏ ନିଯୁକ୍ତି ପ୍ରକ୍ରିୟାରେ ସାଧୁତା ଆଉ ସଚ୍ଚୋଟତାରେ ଯଦି ସେମାନେ ଟିକିଏ ବି ଯଦି ଏଠି ଭୁଲ କରି ବସିବେ, ଅନିୟମିତତା କରିବେ, ତାହେଲେ ତାଙ୍କୁ 1 କୋଟି ଜରିମାନା ସହିତ 10 ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦେବାର ବ୍ୟବସ୍ଥା ଆମ ସରକାର କରିଛନ୍ତି। ଏଣୁ ମୁଁ ସେମାନଙ୍କୁ ସାବଧାନ କରାଇ ଦେଉଛି, ଯେଉଁମାନେ ଏଭଳି କାମ କରିବେ ସାବଧାନ। ଆଗାମୀ ଦିନରେ ଆମ ସରକାର ଆଇନ ଆଣି ସାରିଛନ୍ତି, କାର୍ଯ୍ୟକାରୀ କରିବା ପାଇଁ କେବଳ ଅପେକ୍ଷାରେ ଅଛନ୍ତି। ଯଦି ସେଭଳି ଭୁଲ ହେବ ତାହେଲେ ଜେଲ୍ ଯିବା ପାଇଁ ଆଉ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ରହିବା ପାଇଁ।